ଜାତିଭିତ୍ତିକ ଜନଗଣନା ନ କରିକି ବାଉଣ୍ଡରୀ ନିର୍ଦ୍ଧାରଣ କରିବା ପାଇଁ ଯେଉଁ ଦେଇଛନ୍ତି ନୋଟିଫିକେସନ୍ କରିଛନ୍ତି ଏ ଲୋକଙ୍କୁ ଗୋଟେ ପ୍ରହେଳିକା ଭଳିଆ ଲାଗୁଛି। ସରକାର ପ୍ରହେଳିକାରେ ଗୋଳେଇ ହେଉଛନ୍ତି, କୌଣସି ନିର୍ଦ୍ଦିଷ୍ଟ କଥା କରୁନାହାନ୍ତି। କିନ୍ତୁ ବିଜୁ ଜନତା ଦଳ ଯାହା ଓଡ଼ିଶା ପାଇଁ ଭଲ ହେବ ସେଇ କଥାରେ ରହିବ ଏବଂ ଓଡ଼ିଶାର ଯେତିକି ଯଦି ଲାଭ ହେବ ତାହେଲେ ଆମେ ସେ କଥାରେ ସପୋର୍ଟ କରିବୁ ଏବଂ ସେଥିରେ ସହଯୋଗ କରିବୁ। ଯଦି ଓଡ଼ିଶାର କିଛି କ୍ଷତି ହୁଏ ତାହେଲେ ବିଜୁ ଜନତା ଦଳ କେଉଁଥିରେ ସହଯୋଗ କରିବ ନାହିଁ। ଏବଂ ଯେଉଁ ଜାତିଭିତ୍ତିକ ଜନଗଣନା ପାଇଁ ଯେଉଁ ପ୍ରକାର ସରକାର ପଦକ୍ଷେପ ନେଇ ତା ଜାତିଭିତ୍ତିକ ଜନଗଣନା କଲା ପରେ କରୁନାହାନ୍ତି। କାହାକୁ ଅଣଦେଖା କରିବା ପାଇଁ ଯଦି ସେ ନିର୍ଦ୍ଦିଷ୍ଟ ଭାବରେ କରିଥାନ୍ତି, ଟାର୍ଗେଟ କରିକି କାହାକୁ ଅଣଦେଖା କରିବା ପାଇଁ କାର୍ଯ୍ୟ କରୁଥାନ୍ତି ତାହେଲେ ସେ ସେଥିରେ ସଫଳ ହେବ ନାହିଁ। ଆକୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ଯେଉଁଠି ବାଧା ଆସିବ ବିଜୁ ଜନତା ଦଳ ତାକୁ ଅସହଯୋଗ କରିବ ଏବଂ ସେ କାର୍ଯ୍ୟରେ ସହଯୋଗ କରିବ ନାହିଁ। ସିଟ୍ କମିବ, ଯଦି ରାଜ୍ୟରେ ସିଟ୍ କମିଯାଏ ତାହେଲେ ସେଟା ରାଜ୍ୟର କ୍ଷତି ହେବ ନାହିଁ କି? ଯଦି ଲୋକସଭା ସିଟ୍ କମିଯାଏ କି ବିଧାନସଭା ସିଟ୍ କମିଯାଏ ସେଟା ରାଜ୍ୟର କ୍ଷତି ହେବ ନାହିଁ। ରାଜ୍ୟରେ ଯଦି ସେଭଳି କୌଣସି କ୍ଷତି ନ ହେଉଥାଏ ତାହେଲେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଚିନ୍ତା କରିବ ଯଦି ରାଜ୍ୟର ସ୍ୱାର୍ଥ ସେଥିରେ ନିହିତ ରହିବ। ମ୍ୟାଡାମ ଯଦି ଆମେ ଦେଖିବା ବର୍ତ୍ତମାନ ସମୟରେ ଯୋଉଭଳି ବାଉଣ୍ଡରୀ ଲାଇନ ଚିହ୍ନଟ ପାଇଁ କୁହାଯାଉଛି, ଯଦି ବାଉଣ୍ଡରୀ ଲାଇନ ଚିହ୍ନଟ ହେବା ପ୍ରକ୍ରିୟା ବା ଜନଗଣନା ହେଇଯିବ ଆରମ୍ଭ ହେବ ତାପରେ କୌଣସି ପ୍ରକାର ପଞ୍ଚାୟତ ପୁନର୍ଗଠନ କୁହନ୍ତୁ, ଏନ୍ଏସି ପୁନର୍ଗଠନ କୁହନ୍ତୁ, ରାଜସ୍ୱ ଗ୍ରାମ କୁହନ୍ତୁ, ଏଗୁଡିକ ହେଇପାରିବ ନାହିଁ। ତେଣୁ ଯେହେତୁ 27ରେ ପଞ୍ଚାୟତ ନିର୍ବାଚନ ରହିଛି, ବର୍ତ୍ତମାନ ସମୟରେ ସରକାର ବାରମ୍ବାର କହୁଛନ୍ତି କି କାହିଁକି ହେଇପାରିବନି ଜନଗଣନା କାହିଁକି ହେଇପାରିବନି? ଜନଗଣନା ଭିତ୍ତିକ ଜାତି ଭିତ୍ତିକ କଥା ସେମାନେ ତାଙ୍କୁ ସୁବିଧା ସୁଯୋଗ ଜାତି ଭିତ୍ତିକ ସୁବିଧା ସୁଯୋଗ ଦେବା ପାଇଁ କାହିଁକି ହେଇପାରିବନି? ରାଜସ୍ୱ ମନ୍ତ୍ରୀ କହୁଛନ୍ତି ଯେହେତୁ ନିୟମ ରହିଛି ଯେ ଜନଗଣନା ପରେ ଯେହେତୁ ହେଇପାରିବ ତା ପୂର୍ବରୁ ଗୋଟେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପଡିବ, କାରଣ ଜନଗଣନା ପୂର୍ବରୁ ତାହେଲେ କୋଉଟା ଠିକ୍? ଜନଗଣନା ସେ ଜାତି ଭିତ୍ତିକ ସୁବିଧା ସୁଯୋଗ ଦେବାଟା ଠିକ୍ ନା ସରକାର ତାଙ୍କ ନିଜ ଇଚ୍ଛାରେ ଯାହା କରୁଛନ୍ତି ସେଇଟା ଠିକ୍? କୋଉଟା ଠିକ୍ ତାଙ୍କର? ଯଦି ନିର୍ଦ୍ଦିଷ୍ଟ ଭାବରେ ଜାତିଭିତ୍ତିକ ଜନଗଣନା ତାହେଲେ ପ୍ରହେଳିକା ଜାତିଭିତ୍ତିକ ଜନଗଣନା କରିବେ, ପୁଣି ଏପଟେ କହୁଛନ୍ତି ଆମେ ବାଉଣ୍ଡରୀ ନିର୍ଦ୍ଧାରଣ କରିବୁ। ଦୁଇଟା ଯାକ କଥା କନଫ୍ୟୁଜ ହେଉଛି। ସରକାର କ୍ଲିୟର କରନ୍ତୁ କୋଉଟା ସେ ନିର୍ଦ୍ଦିଷ୍ଟ ଭାବରେ କୋଉ କଥାଟା ଠିକ୍ ଭାବରେ କରିବାକୁ ଯାଉଛନ୍ତି, କୋଉଟା ଲୋକଙ୍କ ପାଇଁ ଠିକ୍ ହେବ, ଓଡ଼ିଶା ପାଇଁ ଠିକ୍ କଥାଟା କରିବାକୁ ଯାଉଛନ୍ତି ସେ କଥା କୁହନ୍ତୁ। ଆଉ ଗୋଟେ କଥା ମଧ୍ୟ କହିଲେ ଯେ ପ୍ରକୃତରେ ଯୋଉ 300 ଗାଁ ଆପଣ ଯେତେବେଳେ 1991 ମସିହା ପାଖରୁ ଆଜି ପର୍ଯ୍ୟନ୍ତ ଯେତେବେଳେ ବିଜୁ ଜନତା ଦଳର 25 ବର୍ଷ ଶାସନ ଥିଲା ତା ଭିତରେ ମାତ୍ର 300 ଗାଁ ବର୍ତ୍ତମାନ ବହୁତ ହେଇଛି ଯୋଉଟା ପଡାରେ ଯୋଉଟା ରେଭିନ୍ୟୁକୁ କନଭର୍ଟ ହେଇଛି, କିନ୍ତୁ ଏବେ ପ୍ରସ୍ତାବ ରହିଛି 1000 ରହିଛି ତାଙ୍କ ପାଖରେ କରିଦେଉନାହାନ୍ତି। ସରକାର ଅଛନ୍ତି କରିଦେଉନାହାନ୍ତି। ଯଦି ସେ ପ୍ରୋସେସଟା ପୁରା ବହୁତ ସରଳୀକରଣ କରି କରିଦେଇ ପାରିବେ ସରକାର କରିଦିଅନ୍ତୁ। ଦକ୍ଷ ସରକାର କହୁଛନ୍ତି ସବୁ ପରିବର୍ତ୍ତନ କରିଦେବେ, ୟାକୁ ପରିବର୍ତ୍ତନ କରି 1000 ଗାଁ କରିଦେଉନାହାନ୍ତି। ସରକାରଙ୍କୁ ତ କେହି ବାଧା ଦେଉନାହାନ୍ତି ରେଭିନ୍ୟୁ ଭିଲେଜ କରିବାରେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲାଗୁଛି ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରାଯାଉଛି, କାରଣ ଆଗକୁ ପଞ୍ଚାୟତ ଇଲେକ୍ସନ ଏବଂ ତାଙ୍କ ଦଳୀୟ କଥା ଦଳୀୟ ସ୍ୱାର୍ଥକୁ ରଖି ସବୁବେଳେ ସେ କାର୍ଯ୍ୟ କରୁଛନ୍ତି। ଯେକୌଣସି ବିଭାଗରେ ସେ କାର୍ଯ୍ୟ କରୁଛନ୍ତି ତାଙ୍କ ଦଳୀୟ ସ୍ୱାର୍ଥ ଏବଂ ତାଙ୍କର ଇଲେକ୍ସନ ସ୍ୱାର୍ଥକୁ ରଖି କରୁଛନ୍ତି। ପଞ୍ଚାୟତ ଇଲେକ୍ସନକୁ ଆଖି ଆଗରେ ରଖି କରୁଛନ୍ତି ଏବଂ ନିଜ ଦଳୀୟ ସ୍ୱାର୍ଥକୁ ରଖି କାର୍ଯ୍ୟ କରୁଛନ୍ତି। ମ୍ୟାଡାମ ଆଉ ଗୋଟେ କଥା ରହିଲା, ଏବେ ତ ନୂଆ ଯୋଉ ଏନ୍ଏସି କୁହନ୍ତୁ ମ୍ୟୁନିସିପାଲିଟି ବା ରାଜସ୍ୱ ଗାଁକୁ ମାନ୍ୟତା ମିଳିପାରିବନି, ଏ ମାସେ 2 ମାସ ଭିତରେ କଣ ତାଙ୍କୁ ମିଳିବ? ଏନ୍ଏସି ଯାହା ଆମ ସରକାର ଡିକ୍ଲେୟାର କରିଥିଲେ ଏ ସେତିକି କଲେ ନା ଆଉ କିଛି ନୂଆ କଲେ କି? ଆଉ ତାହେଲେ ଆମ ସରକାର ଭୁଲ କରିଥିଲେ, ଇଏ ସବୁ ଠିକ୍ କରୁଛନ୍ତି। ଆମେ ଯାହା କରିଥିଲୁ ସେଇ କଥାକୁ କେବଳ ସେମାନେ ଘାଣ୍ଟି ଚକଟି ନୂଆ ରୂପ ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଲୋକ ବୁଝି ସାରିଲେଣି ବିଜୁ ଜନତା ଦଳ ସରକାର ଯାହା କରିଥିଲେ ଏମାନେ କେବଳ ନାଁ ପରିବର୍ତ୍ତନ, ରଙ୍ଗ ପରିବର୍ତ୍ତନ, ରୂପ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଯେତିକି ଏନ୍ଏସି କରିଥିଲେ ଆମର ସେତିକି ଏନ୍ଏସି ଅଛି। ହେଇପାରିବ ଯେଉଁ କାର୍ଯ୍ୟ ହେଇପାରିବ ଯେମିତି ନୀତି ନିୟମ ଭିତରେ ସେ ଧାରାରେ ଯାଉନାହାନ୍ତି ସରକାର। ଯେଉଁଟା ଲୋକଙ୍କର କିଛି କାମ ନ ହେଇପାରିବ ଏବଂ ସବୁ ଜିନିଷରେ ଲିଙ୍ଗରିଂ ହେବ ସେଇ ପ୍ରକ୍ରିୟାରେ ସରକାର ଯାଉଛନ୍ତି। କରେଇ ଦେଉନାହାନ୍ତି। ଅଧିକ ସରକାର ଯଦି ସରଳୀକରଣ କରିକି ଅଧିକ କରେଇ ଦେବେ, ସରକାରଙ୍କୁ ତ କେହି ବାଧା ଦେଉନାହାନ୍ତି। କରେଇ ଦିଅନ୍ତୁ, ଯେତେ ଶୀଘ୍ର କରେଇବା କଥା କରେଇ ଦିଅନ୍ତୁ। ପଦ୍ମପୁର ଜିଲ୍ଲା ଗଠନ ପାଇଁ ବି ଆମେ ତାହେଲେ ସକାରାତ୍ମକ ରହିବା ଦରକାର, ପଜିଟିଭ କଥା। କିଏ ମନା କରୁଛି କି ତାଙ୍କୁ କରିବା ପାଇଁ? ପଦ୍ମପୁର ଜିଲ୍ଲା କରନ୍ତୁ। ଆଉ ଯଦି ଜିଲ୍ଲା ତାଙ୍କର ଦରକାର ହେଉଛି, ଯଦି ଯେଉଁଠି ଡିମାଣ୍ଡ ଆସୁଛି ରାଜ୍ୟର ବିଭିନ୍ନ ଜାଗାରୁ ଡିମାଣ୍ଡ ଆସୁଛି ସେ ଜିଲ୍ଲା କରନ୍ତୁ। ସରକାରଙ୍କୁ କେହି ବାଧା ଦେବେନି। ଭଲ କାମ କଲେ, ଜିଲ୍ଲା ଗଠନ କଲେ, ବ୍ଲକ ଗଠନ କଲେ, ପଞ୍ଚାୟତ ଗଠନ କଲେ, ରାଜସ୍ୱ ଗ୍ରାମ ଗଠନ କଲେ ସେଥିରେ ସରକାରଙ୍କୁ କେହି ବାଧା ଦେବେନି, କରନ୍ତୁ। ଆଡମିନିଷ୍ଟ୍ରେଟିଭ ବାଉଣ୍ଡରୀ ବର୍ତ୍ତମାନ ସୀମା ନିର୍ଦ୍ଧାରଣ କରିବା ପାଇଁ ଯାଉଛନ୍ତି, ଇଏ କଣ ଅସଲ ଉଦ୍ଦେଶ୍ୟ କଣ ଥାଇପାରେ? ଅସଲ ଉଦ୍ଦେଶ୍ୟ କିଭଳି ଭାବରେ ତାଙ୍କର ଦଳୀୟ କଥାଟା ଦଳୀୟ ଲକ୍ଷ୍ୟଟା ପୂରଣ ହେବ, ଅସଲ ଉଦ୍ଦେଶ୍ୟ ହେଉଛି
ଦଳୀୟ ଲକ୍ଷ୍ୟକୁ ପୂରଣ କରିବା। ଆଉ 2 ମାସ ଭିତରେ ତ ତାହେଲେ କୌଣସି ରାଜସ୍ୱ ଗାଁ ଏନ୍ଏସି କିଛି ଗଠନ ହେଇପାରିବନି। ସେମାନେ ପ୍ରତିଶ୍ରୁତି କୁଆଡେ ଗଲା? ସେମାନେ କ'ଣ କିଛି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ? ସେମାନେ ସବୁବେଳେ ମିଛ ପ୍ରତିଶ୍ରୁତି ଦିଅନ୍ତି। ସେମାନେ କ'ଣ ସତ କଥା କୁହନ୍ତି କେତେବେଳେ? ସେମାନେ ବିଜୁ ଜନତା ଦଳ ସରକାର ଯୋଉ କାମ କରିଥିଲା ସେଇଆକୁ ରଙ୍ଗ ପରିବର୍ତ୍ତନ ନାଁ ପରିବର୍ତ୍ତନ କରିବା ଛଡ଼ା ଆଉ ସେ କିଛି କଲେଣି? ଏପର୍ଯ୍ୟନ୍ତ କୋଉ କଥା କଲେଣି? ଆପଣମାନେ କହିଲେ କୋଉ କଥାଟା କଲେଣି? ସେ ଏଇ କଥାଟା କରିକି ତାଙ୍କ ବୋର୍ଡ ମାରିଛନ୍ତି, ଏଇ କଥାଟା କହିକି ତାଙ୍କ ରଙ୍ଗ ଲଗେଇଛନ୍ତି। ସେମାନେ ନୂଆ କଥା ତ ଏପର୍ଯ୍ୟନ୍ତ ଗୋଟିଏ କଥା କିଛି କରିନାହାନ୍ତି। 1 ଇଞ୍ଚ ରାସ୍ତା ତିଆରି କଲେଣି ଏପର୍ଯ୍ୟନ୍ତ? ବର୍ଷେ ଭିତରେ 1 ଇଞ୍ଚ ରାସ୍ତା ତିଆରି କଲେଣି ନା? କୋଉଠି ଗୋଟେ ସ୍କୁଲ ଘର କଲେଣି ନା? କୋଉଠି ଗୋଟେ କ୍ଲବ ଘର କଲେଣି? କିଛି ତ କରିନାହାନ୍ତି 1 ବର୍ଷ ଭିତରେ। ଖାଲି ଭାଷଣ ଚାଲିଛି, ମିଟିଂ ଚାଲିଛି। ଯେତେବେଳେ 11 ମାସ ହେଲାଣି ସରକାର କିଛି କରୁନାହାନ୍ତି, 2 ମାସ ଭିତରେ କ'ଣ କରିବେ? ସେମାନେ ନୀତି ନିୟମ ବାହାରେ ସବୁ କାମ କରୁଛନ୍ତି। ଯଦି ସରକାର ଚାହିଁବେ କରିପାରିବେ, କିନ୍ତୁ ସରକାର ଚାହୁଁନାହାନ୍ତି କୌଣସି କଥା କରିବା ପାଇଁ।